ଆଜି ଚାଲନ୍ତୁ ଏଇ ଫୁଲକୋବି ଦାଣ୍ଠିରେ ଗୋଟେ ନୂଆ ରେସିପି ବନେଇବା। ମାନେ ଆପଣମାନେ ଗାଁରେ ଏମିତି ଫୁଲକୋବି ଦାଣ୍ଟିକି ଫିଙ୍ଗି ଦିଅନ୍ତି ନା ଏମିତି ବନେଇ ଖାଆନ୍ତି? ପ୍ରସ୍ତୁତ କରିବା ପାଇଁ ଚାଲନ୍ତୁ ଦେଖିବା। ପ୍ରଥମେ ଦାଣ୍ଠିଟାକୁ କାଟି ନେଇକି ତାକୁ ମୁଁ ଏଠି ସରୁ ସରୁ କରି କାଟିଦେଲି। କାଟି ସାରିଲା ପରେ ଏଠି ମୁଁ ରଖିଦେଲି। ରଖି ସାରିଲା ପରେ ଏଠି ମୁଁ ଦାଣ୍ଟିକି ସବୁ କାଟି ଦେଇଥିଲି। କିନ୍ତୁ ମାଆ କହିଲେ ତା ସହିତ ଟିକେ ଫୁଲକୋବି ଦିଟା ଆଉ ଗୋଟେ ଆଳୁ ପକେଇଦେ ଦେଖିବୁ ଭଜାଟା ବଢ଼ିଆ ଲାଗିବ। ସେଥିପାଇଁ ତାଙ୍କ କଥା ମାନିକି ମୁଁ ଏଠି ପକେଇଦେଲି। ତାପରେ ଚାଲନ୍ତୁ ପ୍ରସ୍ତୁତ କରିବା। କଢ଼ାରେ ସେଠି ତେଲ ନେଇଯାଇଥିଲି, ଶୁଖିଲା ଲଙ୍କା, ଜିରା, ଫୁଟଣ ଆଉ ହାଲକା ପିଆଜ ପକେଇଦେଲି। ପକେଇ ଦେଇ ତାକୁ ମିକ୍ସ କରିସାରିଲା ପରେ ଏଠି ମୁଁ ରଖିଥିଲି କାଟିକି ତାକୁ ଏବେ ପକେଇଦେଲି। ପକେଇ ସାରିଲା ପରେ ଟିକେ ହଳଦୀ ଗୁଣ୍ଡ ପକେଇଦେଲି। ତାପରେ ଟିକେ ଲୁଣ ପକେଇଦେଲି। ଲୁଣ ପକେଇ ଦେଇକି ମିକ୍ସ କରିଦେଲି। ମିକ୍ସ ହେଇସାରିଲା ପରେ ତାକୁ ଏବେ ସିଝିବା ପାଇଁ ଟିକେ ଢାଙ୍କି ଦେଇଥିଲି। ଏଠି ଆମର ସିଝି ହେଇସାରିଲା ପରେ ଏପଟେ ମୁଁ ଢାଙ୍କୁଣୀ ଖୋଲିଦେଲି। ଢାଙ୍କୁଣୀ ଖୋଲିଦେଲା ବେଳକୁ ପୁରା ସିଝି ଯାଇଥିଲା। ତାପରେ ଟିକେ ଏପଟ ସେପଟ କରିସାରିଲା ପରେ ଟିକେ ଶୁଖିଲା ଲଙ୍କା ତାପରେ ପକେଇଦେଲି। ତାପରେ ଏମିତି ଖେଳେଇ ତାକୁ ପୁରା ଭଲ ଭାବେ ତାକୁ ଭାଜିବେ, ଗୋଟା ଗୋଟା ଯେମିତି ରହିବ। ଏଠି ସତ କହୁଛି ଏବେ ଆମର ପ୍ରସ୍ତୁତ ହେଇଯାଇଛି ଫୁଲକୋବି ଦାଣ୍ଠି ଭଜା। ଆପଣମାନେ ଏମିତି କେବେ ଭଜା କରି ଖାଇଛନ୍ତି? ସତ କହୁଛି ଆଜ୍ଞା, ଏମିତି ଦାଣ୍ଠି ଭାଜି ଖାଆନ୍ତୁ, ପୁରା ଟେଷ୍ଟି ଆଉ ୟମ୍ମି ଲାଗିବ। ଭିଡ଼ିଓଟି ଯଦି ଭଲ ଲାଗେ ଚ୍ୟାନେଲକୁ ନିହାତି ସବସ୍କ୍ରାଇବ୍ କରିବେ। ରହୁଛି, ଜୟ ଜଗନ୍ନାଥ, ଟାଟା।